ସେବତୀ ଗଛରେ ପ୍ରାୟ ଦେଖିବେ ଏମିତି ଫୁଲ ଫୁଟି ଆସିଲା ପରେ ନା ଧଳା ଧଳା ଆଉ କିଛି ହଳଦିଆ ବକ୍ସ ଲାଗେ ଆଉ ବେଳେବେଳେ ଏଫିଡ୍ ବି ମଧ୍ୟ ବ୍ଲାକ୍ କଲର୍ର ଯେଉଁ ଏଫିଡ୍ ଥାଏ ସେ ବି ମଧ୍ୟ ଲାଗେ। ତ ଏଇଗୁଡ଼ାକ ବେଶୀ କରିକି ଆମର ହେଉଛି ଫୁଲ ଆଉ କଢ଼ ଆସିଥିବା ଡେମ୍ଫରେ ହିଁ ବେଶୀ କରିକି ଲାଗିଥାଏ। ତ ଏସବୁ ଆଉ ଛୋଟ ଛୋଟ କିଡ଼ା ଏସବୁଠାରୁ ଯଦି ଗଛକୁ ସୁସ୍ଥ ରଖିବା ପାଇଁ ଆପଣମାନେ ଚାହୁଁଛନ୍ତି ତାହେଲେ ଭିଡ଼ିଓଟା ଜମା ସ୍କିପ୍ କରନ୍ତୁନି। ମୁଁ କ'ଣ ଦେଉଛି ଆପଣମାନଙ୍କ ସହିତ ସେୟାର କରିଛି ଆଜିର ଭିଡ଼ିଓରେ। ତ ଏଇଠି ପ୍ରଥମେ ଦେଖ ମୋର ଯେତିକି ବି ସେବତୀର ଭେରାଇଟି ଅଛି ଧଳାର ଟିକେ ଅଧିକା ଭେରାଇଟି ରଖିଛି। ଧଳାର ଥୋପା ଆଉ ଗୋଟେ ପାଖୁଡ଼ିଆ ବାଲା ଆଉ ଗୋଟେ ହେଉଛି କ'ଣ ଯେଉଁ ଧଳାର ରଖିଛି ନା ସେଇଟା ଫୁଲ ଫୁଟିଲା ବେଳେ ତ ବହୁତ ହି ବଢ଼ିଆ ଥୋପା ଆସିବ। ତାପରେ ଧୀରେ ଧୀରେ ସେଇଟା ପାଖୁଡ଼ା ଖୋଲିକି ପୁରା ପାଖୁଡ଼ା ଟାଇପ୍ର ହେଇଯିବ ଯେମିତି ତାର ଭିତର କେଶରଟା ନଜର ଆସିବ। ତାପରେ ମୋର ହଳଦିଆର ଯେଉଁ ମିନି ଭେରାଇଟି ସେ ବି କାଫି ଅଧିକା ଫୁଲ ଫୁଟୁଛି। ଗଛର ଗ୍ରୋଥ୍ ଉପରେ ଫୁଲ ଡିପେଣ୍ଡ କରେ। ଗଛର ଗ୍ରୋଥ୍ ସେମିତି ଯେମିତି ରହିବ ଫୁଲ ସେମିତି ଫୁଟିବ। ତାପରେ ପାଖାପାଖି ଯେତିକି ବି ଗଛ ଅଛି ପାଖାପାଖି ମୁଁ ହେଉଛି ଚାରା ହେଉଛି ଯେତିକି ବନେଇଥିଲି ତା ଦ୍ୱାରା ହିଁ ଏବେ ପଛତୁରିଆ କିଛି ମୋତେ ଫୁଲ ମିଳୁଛି ଆଉ ସେଥିରେ ଟିକେ ଅଧିକା ମାତ୍ରାରେ ମିଳୁଛି କାରଣ ପିଞ୍ଚିଂ ହେଇଥିଲା 5ରୁ 6 ବାର ପାଖାପାଖି। ପିଞ୍ଚିଂଟା କରିବେ କେଉଁ ମାସରେ ଯେମିତିକି ସେପ୍ଟେମ୍ବର ଆଉ ଅକ୍ଟୋବର ମାସ ଭିତରେ ଯଦି ଆପଣ ପିଞ୍ଚିଂ କରିଦେଉଛନ୍ତି ଆପଣଙ୍କ ସେବତୀ ଗଛରେ ତ ଇଏ ବହୁତ ଧରଣରେ ଡିସେମ୍ବରରୁ ଜାନୁଆରୀ ମାସ ଭିତରେ ଫୁଲ ଆପଣଙ୍କୁ ଯୋଗାଇବ। ତ ସେଇ ହିସାବରେ ଆପଣଙ୍କୁ ଫୁଲ ମିଳିବ ଯେଉଁ ହିସାବରେ ଆପଣ ପିଞ୍ଚିଂ କରିବେ। ତ ଏଇଟା ଦେଖ ଏଥରକ ମୋର ଯେଉଁ ନୂଆ ଆଣିଥିଲି ତ ୟାର ଏତେ ଗ୍ରୋଥ୍ କାଫି ଭଲ ନାହିଁ କିନ୍ତୁ ଫୁଲଟା ସାଇଜ୍ ଟିକେ ବଡ଼ ଆସିବ କାହିଁକିନା ଏଇଟା ମୋର ହାଇବ୍ରିଡ଼ ଭେରାଇଟିଟା ଏଥରକ ଆଣିଛି। ସେବତୀ ଗଛରେ ଅଧିକା ଫୁଲ ପାଇଁ ପିଆଚୋପା ବହୁତ ସାହାଯ୍ୟ କରେ। ତ ମୁଁ ଏଇ କେବଳ ନୂଆ ଗଛ କିଛିଟାକୁ ଛାଡ଼ି ଦେଇକି ବାକି ପୁରୁଣା ବର୍ଷ ଯେଉଁ ଗଛ ଲଗେଇଥିଲି ଆଉ କିଛି ଚାରା ବନେଇଥିଲି ନିଜେ ସେସବୁ ଗଛରେ ପିଆଚୋପା ରସ ଦେଉଛି। ତ ସେଇଟା ଦେବା ଦ୍ୱାରା କ'ଣ ମିଳେ ନାଇଟ୍ରୋଜେନ୍ ଆଉ ଫସ୍ଫରସ୍ ତା ସାଥିରେ ପୋଟାସିୟମ୍ ଭଳି ଆବଶ୍ୟକ ପୁଷ୍ଟିକର ପଦାର୍ଥ ଆମ ଗଛକୁ ଯୋଗାଇଥାଏ ଆଉ ମାଟିର ଆର୍ଦ୍ରତା ସହିତ ପୋଷକ ତତ୍ତ୍ୱ ଧରି ରଖିପାରିଥାଏ। ତା ଛଡ଼ା ପିଆଚୋପା ପାଇଁ ନା ସବୁଠୁ ବଡ଼ ସମସ୍ୟା ଆମର ଦୂର ହୋଇଥାଏ କ'ଣ ଗଛ ମୂଳରେ ଥିବା ଘାସ। 2ରୁ 3 ଥର ପିଏଚ୍ ପାଣି ଯଦି ଦେବେ ନା ତ ଘାସ ମଧ୍ୟ ନଷ୍ଟ ହୋଇଯାଇଥାଏ ଯେଉଁଥିପାଇଁ କୌଣସି ବକ୍ସର ସମସ୍ୟା ଲାଗିନଥାଏ। କାହିଁକିନା ଘାସ ଅଧିକ ଯଦି ଆମ ଗଛ ମୂଳରେ ରହିଲା ଲଗାତାର ଭାବରେ ତ ବହୁତ ସମସ୍ୟା କିଡ଼ାର ସମସ୍ୟା ଥାଏ ଯାହା